বন্ধু পরিজনে সামন্ত নাহি নাহি তো যদ বন্ধু পরিজনে সামন্ত নাহি নাহি তো চৌদ ভুবন ভারতা জানন্তি চৌদ ভুবন ভারতা জানন্তি চক্রে ছেদন্তি নাহি নাহি তো যদ বন্ধু পরিজনে সামন্ত নাহি নাহি তো ইয়ে জগবন্ধু এମିତି ଜଣେ ସାମନ୍ତ ଯାହାଙ୍କର ସେବା ପାଇଁ ଯାହାଙ୍କର ପୂଜା ପାଇଁ ଯାହାଙ୍କର ଉପାସନା ପାଇଁ ଦେବରାଜ ଇନ୍ଦ୍ର ଅପେକ୍ଷା କରନ୍ତି ମାନବରାଜ ଇନ୍ଦ୍ରଦୁମ୍ନ ଅପେକ୍ଷା କରନ୍ତି ନୁହେଁ କି ସେତିକି ନୁହେଁ ବାନର ରାଜ ହନୁମାନ ଅପେକ୍ଷା କରନ୍ତି ଶବର ରାଜ ବିଶ୍ୱାବସୁ ଅପେକ୍ଷା କରନ୍ତି ପଶୁରାଜ ସିଂହ ଅପେକ୍ଷା କରନ୍ତି ପକ୍ଷୀରାଜ ଗରୁଡ଼ ଅପେକ୍ଷା କରନ୍ତି ବୃକ୍ଷରାଜ କଳ୍ପବଟ ଅପେକ୍ଷା କରନ୍ତି ଲତାରାଜ ଶିଆଳି ଅପେକ୍ଷା କରନ୍ତି କ୍ଷେତ୍ରରାଜ ଶ୍ରୀକ୍ଷେତ୍ର ଅପେକ୍ଷା ରଖନ୍ତି ତୀର୍ଥରାଜ ମହୋଦଧି ଅପେକ୍ଷା ରଖନ୍ତି ଏତେ ରାଜା ମାନଙ୍କ ଦ୍ୱାରା ଯେ ଉପାସିତ ହେଉଛନ୍ତି ଆମେ ତାଙ୍କୁ କଣ ବୋଲି କହିବା ରାଜାଧିରାଜ ବୋଲି କହୁଛେ ବୋଲି ଭକ୍ତ ବତ୍ସଲ ଭଗବାନ କି ଯେତେବେଳେ ଆମେ ଧୀରେ 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 ଆସି ସେ ମନ୍ଦିର ଆଗରେ ପହଞ୍ଚିବା ସେ ମନ୍ଦିର ଆଗରେ ପହଞ୍ଚି ଗଲା ବେଳକୁ ଦେଖିବା ଗୋଟେ ବିରାଟ ଅରୁଣ ସ୍ତମ୍ଭ ଠିଆ ହୋଇଛନ୍ତି ନୁହେଁ କି ବିଚାର ରଖନ୍ତୁ ଆପଣ ମାନେ ଆମ ସଂସ୍କୃତିରେ 4 ପ୍ରକାର ସ୍ତମ୍ଭର ପରିକଳ୍ପନା ହେଇଛି ଯେତେବେଳେ ଆମେ କୌଣସି ଶିବ ମନ୍ଦିରକୁ ଯିବା ସେ ମନ୍ଦିର ଭିତରେ ପ୍ରବେଶ କରୁ କରୁ ଗୋଟେ ସ୍ତମ୍ଭକୁ ସାମ୍ନା କରିବା ଯାହା ଉପରେ ବୃଷ ବସିଥିବେ ତା ହେଉଛି ଧର୍ମସ୍ତମ୍ଭ ଯେତେବେଳେ ଆମେ ଦେବୀ ମନ୍ଦିରକୁ ଯିବା ଏବଂ ସେ ଆଗରେ ବସିଥିବେ ଗୋଟିଏ ସ୍ତମ୍ଭ ଉପରେ ସିଂହ ଶକ୍ତି ସ୍ତମ୍ଭ ବୋଲି କହିବା ଯେତେବେଳେ ବିଷ୍ଣୁ ମନ୍ଦିରକୁ ଯିବା ଶ୍ରୀରାମ ମନ୍ଦିରକୁ ଯିବା ଶ୍ରୀକୃଷ୍ଣ ମନ୍ଦିରକୁ ଯିବା ନାରାୟଣ ମନ୍ଦିରକୁ ଯିବା ସେଠି ଗୋଟିଏ ସ୍ତମ୍ଭ ରହିଛି ଯେଉଁ ସ୍ତମ୍ଭର ଉପରେ ଗରୁଡ଼ ବସିଥିବେ ତାକୁ ପ୍ରପନ୍ନ ସ୍ତମ୍ଭ ବୋଲି କହିବା ଯେତେବେଳେ ସୂର୍ଯ୍ୟ ମନ୍ଦିର ଯିବା ସେ ଯେଉଁ ସ୍ତମ୍ଭ ଯାହା ଉପରେ ଅରୁଣ ବସିଥିବେ ତାଙ୍କୁ ଆମେ ତେଜ ସ୍ତମ୍ଭ ବୋଲି କହିବା ନାଇଁ ଆପଣ ମାନେ ବୈଷ୍ଣବ ସମାଜ ବସିଛନ୍ତି ଯଦି ଜଗନ୍ନାଥ କିଏ ବୋଲି ପଚାରି ଦିଆଯିବ ଧାଡ଼ିଏ ଉତ୍ତରରେ ଶଙ୍କରାଚାର୍ଯ୍ୟ ଭଗବାନ କହିଲେ କଦାଚିତ କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବ ସେଦିନ ଯେଉଁ ମହାପ୍ରଭୁ କାଳନ୍ଦୀ ତଟରେ ସୁନ୍ଦର ଭାବରେ ବଂଶୀ ବାଦନ କରି ଗୋପାଙ୍ଗନା ମାନଙ୍କ ସହିତ ରାସ ସୃଷ୍ଟି କରୁଥିଲେ ସେଇ ମହାପ୍ରଭୁ କଳିଯୁଗରେ ଆସିଛନ୍ତି ନାଇଁ ଯଦି ଇଏ ବିଷ୍ଣୁ ମନ୍ଦିର ଯଦି ଜଗନ୍ନାଥ ହେଉଛନ୍ତି ମହାବିଷ୍ଣୁ ତେବେ ବିଷ୍ଣୁଙ୍କ ଆଗରେ ପ୍ରପନ ସ୍ତମ୍ଭ ଭିତରେ ରହିଲେ ଠିକ ଅଛି ଅରୁଣ ସ୍ତମ୍ଭ କାହିଁକି ରହିଲେ ଏଇ ତ ଆଶ୍ଚର୍ଯ୍ୟ ସିନ୍ଧୁ ତଟେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ରାଜ ସାଧୁ ଜନେ ଅଛି ତହି ଅନେକ ଆଶ୍ଚର୍ଯ୍ୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ କିଛି ଐତିହାସିକ ମାନେ କୁହନ୍ତି ମରଟା ସମୟରେ ସେ କୋଣାର୍କ ଆଗରୁ ଅରୁଣ ସ୍ତମ୍ଭକୁ ଆଣି ଠାକୁରଙ୍କ ଆଗରେ ସ୍ଥାପନ କରାଗଲା ଏଇଆ ନା ଏମିତି କଣ ଐତିହାସିକତାକୁ ଆଖି ଆଗରେ ରଖି ଆମେ ଆମର ପରମ୍ପରା ବଦଳେଇ ଦେଲୁ ନା ଆମେ ଯାହାକୁ ଜଗନ୍ନାଥ ବୋଲି କହୁଛେ ଇଏ ଜଗନ୍ନାଥ ଆଉ କେହି ନୁହନ୍ତି ନାଉ ଗଣେ ନାରାୟଣ ରୁଦ୍ରେ ଅମ୍ବିକେ ଭାସ୍କରେ तथा भीर्ना भीर्न न कर्तव्यं पंचदेव नमोस्तुते
आमे भाग्यवान से महाप्रभुंकर छत्र छाया तले आमे बंचुचे पृथ्वी रे कौन देवता ना मु तो अनेक समय आह्वान करी कृष्ण के दिन राम भाव में पूजित हेबे नहीं कि राम केबे कृष्ण भाव में पूजित हेबे नहीं दुर्गा केबे राम भाव में पूजित हेबे नहीं कि दुर्गा केबे कृष्ण भाव में पूजित हेबे नहीं ये समस्त अलग है।